ଶଙ୍କଭବନରେ ବି ଆମର ବୈଠକ ହୁଏ। ଆପଣ ଜାଣିଛନ୍ତି ମୁଁ ତ ଭୁବନେଶ୍ୱର ଜିଲ୍ଲା ସଭାପତି ଅଛି। ଦଳୀୟ ସଭା ମିଟିଂ ବି ଶଙ୍କଭବନ ହୁଏ। ଆପଣ ଆଦର୍ଶ ଯାଆନ୍ତି ଗଣମାଧ୍ୟମ କଭର କରିବା ପାଇଁ। ବିରୋଧ କୋଉଟେ କରିକିରି ଏ ପ୍ରକାର ଉକ୍ତି ମୋ ମୁହଁରୁ କେବେ ଶୁଣିଛନ୍ତି? ଷ୍ଟେଟମେଣ୍ଟ କେବେ ଦେଇଛି? ତେଣୁ ଆପଣ ଯଦି ସେ ସିଦ୍ଧାନ୍ତରେ ପହଞ୍ଚିବେ ଯେ ଶବ୍ଦଟି ବ୍ୟବହାର କରି ମୁଁ ବିରୋଧ କରୁଥିଲି, ତା ଠିକ୍ ନୁହେଁ। ନବୀନ ପଟ୍ଟନାୟକ ମୋର ସର୍ବୋଚ୍ଚ ନେତା, ଦଳର ସଭାପତି, ମୋତେ ହିଁ ସେ ଜିଲ୍ଲା ସଭାପତି କରିଛନ୍ତି। କେମିତି ଗଲେ ମୁଁ ଯଦି ବିରୋଧ କରୁଥିଲି? ତେଣୁ ତା ଠିକ୍ ନୁହେଁ। ବୈଠକ ଦଳର ବହୁତ ଲୋକ, ବହୁତ ବିଧାୟକ, ବହୁତ ବରିଷ୍ଠ ଲୋକ ମଧ୍ୟ ବିଭିନ୍ନ ସମ୍ପର୍କରେ ବସନ୍ତି, କଥା ହୁଅନ୍ତି। ସେଥିରେ କିଛି ଅସୁବିଧା ନାହିଁ। ତା ଅର୍ଥ ନୁହେଁ ଯେ ସେମାନେ ବିରୋଧ କରୁଛନ୍ତି। ଆପଣଙ୍କ ଉକ୍ତି ସେଇଟା, ଆମମାନଙ୍କର ଉକ୍ତି ନୁହଁ। ଆମେ ବି ଆଜି ତାରିଖରେ ନବୀନ ବାବୁ ଆମର ସର୍ବୋଚ୍ଚ ନେତା, ଆମର ମୋ ସହିତ ମୋର ଅନେକ ନେତାଙ୍କର, ବରିଷ୍ଠ ନେତାଙ୍କର ତାଙ୍କ ପ୍ରତି ଆନୁଗତ୍ୟ ରହିଛି। ବିଜୁ ଜନତା ଦଳ ସର୍ବୋଚ୍ଚ ନେତା ସିଏ ଏବଂ ବିଜୁ ଜନତା ଦଳକୁ ଯେଉଁ 27 ବର୍ଷ ବା ଅଧିକ ସମୟ ଧରି ସେ ନେତୃତ୍ୱ ଦେଇ ଆସିଛନ୍ତି ଏବଂ ଆଜି ବି ସେ ଆମର ଯାହାକୁ କହନ୍ତି ଯେ ସର୍ବୋଚ୍ଚ ନେତୃତ୍ୱ, ଆଜି ତାରିଖ ମଧ୍ୟ ତାଙ୍କ ପ୍ରତି ଆନୁଗତ୍ୟ ରହିଛି ଏବଂ ମୁଁ ବି ଅଛି ତାଙ୍କ ପାଖରେ। ମୁଁ ସେ ପ୍ରଶ୍ନ ଉତ୍ତର କିଛି ସମୟ ତଳୁ ଦେଇଥିଲି। ପଚାରିଥିଲି ଏ ସମ୍ବନ୍ଧ ଯାହା ନାଁ ନେଇକି ପଚାରିଥିଲି। ମୁଁ କହିଲି ସେଇଟା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତି କେନ୍ଦ୍ରିକ। ସେଇଟା କେବଳ ସେଇ ବ୍ୟକ୍ତି ହିଁ ଉତ୍ତର ଦେଇପାରିବେ ଯିଏ ଆପଣଙ୍କ ପାଖରେ ଅଭିଯୋଗ କରିଛନ୍ତି ବା ଯାହାଙ୍କର ବାଇଟି ଆପଣ ନେଇଛନ୍ତି। ଆଉ ଯେଉଁମାନେ ତାଙ୍କୁ ଡାକୁଛନ୍ତି ସେମାନେ କହିପାରିବେ। ମୁଁ ତ ସେ ଡାକିବା ପ୍ରୋସେସରେ ନଥିଲି। ଆଉ ଯିଏ ଉପସ୍ଥିତ ନ ରହିଲେ ଅନୁପସ୍ଥିତ ରହିଲେ ସିଏ କହିପାରିବେ। ମୁଁ ଟିକେ ଏଇଠି ସ୍ପଷ୍ଟ କରିଦେବାକୁ ଚାହୁଁଛି, ବିଜୁ ଜନତା ଦଳ ଦୀର୍ଘ 27 ବର୍ଷ ଇତିହାସରେ ଅଧିକ ସମୟ, ବିଜୁ ଜନତା ଦଳ ତା ଭିତରୁ 24 ବର୍ଷ ଓଡ଼ିଶା ଶାସନ ଥିଲା, ଓଡ଼ିଶା ଲୋକଙ୍କ ଆଶୀର୍ବାଦ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ। ଇଏ ଏକ ବୃହତ୍ ଆଞ୍ଚଳିକ ଦଳ ଯାହାର ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଇ ଦଳୀୟ ନୀତି ଆଦର୍ଶ ନେଇ ଅନେକ ଲୋକ ଦେଇଥିଲେ, ଯୋଗ ଦେଇଥିଲେ, ଏବେ ବି ଯୋଗ ଦେଉଛନ୍ତି। ତେଣୁ ଜନପ୍ରିୟ ନେତା ନବୀନ ବାବୁ, ଜନପ୍ରିୟ ଦଳ ମଧ୍ୟ। ତେଣୁ ଗୋଟେ ଜନପ୍ରିୟ ଦଳ, ଜନପ୍ରିୟ ନେତା ସଦାବେଳେ କହି ଆସିଛନ୍ତି ଓଡ଼ିଶା ଲୋକମାନେ ସେବା କରିବେ। ଆମେ କରିଛୁ, ଆଗାମୀ ଦିନରେ ମଧ୍ୟ କରିବୁ। ଯିଏ ବି ଆସିବେ ସିଏ ବି କରିବେ। ଏଥିରେ କ'ଣ କରିବା? ଦେଖନ୍ତୁ, ଜଣେ ବ୍ୟକ୍ତିଙ୍କ ଉପରେ ମୁଁ ଟିପ୍ପଣୀ ଦେବି ନାହିଁ। ମୁଁ ମୋର ନେତାଙ୍କ ଉପରେ ହିଁ କହିଛି, ମୋ ଦଳ ଉପରେ କହିଛି। ବାକି କିଏ କ'ଣ ହେବେ ସେଇଟା, ମୁଁ ତ ଭବିଷ୍ୟତ ଦ୍ରଷ୍ଟା ନୁହେଁ, ମୁଁ ଜ୍ୟୋତିଷ ନୁହେଁ, ମୁଁ କେମିତି କହିବି? ଆଉ ଗୋଟେ କଥା ହଉଛି ପ୍ରଶାସକ ମାନେ ଆମେ ଦେଖିଛୁ ଯେତେବେଳେ ବି ଆସିଛନ୍ତି, ପୂର୍ବରୁ ପାଣ୍ଡିଆନ ମଧ୍ୟ ଆସିଥିଲେ, କେହି ପ୍ରଶାସକ ସଫଳ ହେଇନାହାନ୍ତି ଆପାତତଃ ଆମେ ଦେଖିଛୁ। ଆଉ ଯୋଉମାନେ ବି ବିଜୟ ପଟ୍ଟନାୟକ କଥା କୁହନ୍ତୁ, ସିଏ ବି ଆସିଲେ କିଛି ଦିନ ରାଜନୀତିରେ ଗଲେ। ସୁଜାତା କାର୍ତ୍ତିକେୟନ କେମିତି କେତେ ସଫଳ ହେବେ ବୋଲି ଭାବୁଛନ୍ତି? ସେଇଟା ଆପଣଙ୍କ ସିଦ୍ଧାନ୍ତ, ଆପଣ ସେଇଟା କହୁଛନ୍ତି। ଇଏ ସଫଳ ହେଇନାହାନ୍ତି, ସିଏ ସଫଳ ହବା ପାଇଁ ପ୍ରୟାସ ହେଇନାହାନ୍ତି, ସେ ସମ୍ପର୍କ କିଛି କହିବେନି। ଏଇ ବ୍ୟକ୍ତିଟି ଯିଏ ବସିଛି ଆପଣଙ୍କ ଆଗରେ, ଏ ବି ଭାରତୀୟ ସୂଚନା ସେବାରୁ ଆସିଥିଲେ। ଆପଣ ମାନେ କୁହନ୍ତୁ, 4ଥର ନିର୍ବାଚନ ଲଢ଼ିଛି, ଏଇଠୁ ଲଢ଼ିଛି। ସେଇଟା ଆମ ନବୀନଙ୍କ ଆଶୀର୍ବାଦ, ଓଡ଼ିଶା ଲୋକଙ୍କ ଆଶୀର୍ବାଦ, ଏକାମ୍ର ନିର୍ବାଚନଙ୍କ ଆଶୀର୍ବାଦ, ଠାକୁରଙ୍କ ଆଶୀର୍ବାଦ ଏବଂ ମୋର ଚେଷ୍ଟା ପ୍ରୟାସ, ସାର୍ଙ୍କ ଆଶୀର୍ବାଦ, ବିଜୁ ଜନତା ଦଳର ଯେଉଁ ସେବା ମଣ୍ଡପ ତାର ମଧ୍ୟ ଆଶୀର୍ବାଦ। ସେଟା ନିର୍ଭର କରେ କିଏ କେମିତି ହବ। ମୁଁ ଏମିତି ଶୁଣ, ବୈଠକ ଯୋଗ ଦେବା ପାଇଁ ନବୀନ ନିବାସରୁ ମୋତେ ତା ଆଗ ଦିନ ଫୋନ୍ ଆସିଥିଲା। କାଲି ବି ସାର୍ ଆମ ସଭାପତି ନବୀନ ବାବୁ ମୋ ନେତା ଯିବା ପୂର୍ବରୁ ମୋତେ ଫୋନ୍ କରିଥିଲେ, ଅଶୋକ ଆସ ବୋଲି ଯିବ, ଶଙ୍କଭବନ ଆସ ବୋଲି କହିଲେ। ମୁଁ ତ ଗଲି। ମୋତେ କାଲି ନିଜେ ଫୋନ୍ କରିଛନ୍ତି ବ୍ୟକ୍ତିଗତ ଭାବେ, ମୋତେ କରିଛନ୍ତି, ମୁଁ ତ ଗଲି। ଆଉ ବାକି ଯେଉଁ ଆଲୋଚନା କଥା କହୁଛନ୍ତି, ସେଇଟା ଯେତେବେଳେ 10 ଜଣ 15 ଜଣ ସବୁ ଦେଖା ହୁଅନ୍ତି, କ'ଣ ହେଲା କେମିତି ଚାଲିଛି, ଏଇ ବିଷୟ ଆମେ କଥା ହଉ। ଆଉ କ'ଣ
ନାଇଁ ଏ ବିଷୟରେ ଆମେ କାହିଁ ମୁଁ ସେ ବିଷୟରେ କହିପାରିବି। ମତେ ତ କଲ୍ ଆସିଥିଲା, ମତେ କାଲି ସାର୍ ବି ନିଜେ ବ୍ୟକ୍ତିଗତ ଭାବେ ଫୋନ୍ କରିଥିଲେ। ସକାଳ ଅଛି ବି ସମୟ, ସେଥିରେ ପଡ଼ିଛି ଫୋନ୍ରେ ଅଛି, ସେଥିରେ କରିଥିଲେ, ଦୁଇଥର କରିଥିଲେ, ମୁଁ ଯାଇଛି। ଆପଣମାନେ ଦେଖିଥିଲେ, ମୁଁ ତ ଯାଇଛି। ନବୀନ ଚେହେରା ଗୁଡ଼ାଏ ଦିନ ଧରିକି ନବୀନ ହିଁ ଏକମାତ୍ର ଚେହେରା, ମହିଳାଙ୍କ ପାଇଁ ମଧ୍ୟ ଗୋଟେ ନବୀନ ଚେହେରା ହେଇଥିଲେ, କିନ୍ତୁ ବର୍ତ୍ତମାନ ଦେଖାଯାଉଛି ସୁଜାତାକୁ ମହିଳାଙ୍କ ଚେହେରା ଭାବେ ଚିତ୍ରଣ କରାଯାଉଛି। ଦେଖନ୍ତୁ, ମୁଁ ଆପଣଙ୍କୁ କିଛି ସମୟ ତଳେ କ'ଣ କହିଥିଲି, ଆମ ଦଳ ହେଲା ଜନପ୍ରିୟ ଦଳ, ସେଇଥିପାଇଁ ଲୋକ ଆସୁଛନ୍ତି, ଜଏନ୍ କରୁଛନ୍ତି। ଆମ ନେତା ହେଲେ ଜନପ୍ରିୟ ନେତା। ଆଜି ମୁଁ ଆପଣଙ୍କୁ ପ୍ରଶ୍ନ କରୁଛି, ଆପଣ ପ୍ରଶ୍ନ କରୁଛନ୍ତି, ମୁଁ ଗୋଟେ ଆଜି ମୋତେ ଜଣିଆ ନେତା କହନ୍ତୁ ଓଡ଼ିଶାରେ ବିଭିନ୍ନ ରାଜନୈତିକ ଦଳର ଯାହାଙ୍କ ନାଁ ଭୋଟରଙ୍କୁ ଆକୃଷ୍ଟ କରେ ଏବଂ ଯାହାଙ୍କ ଉପରେ ସ୍ୱଚ୍ଛ ନିର୍ମଳ ବ୍ୟକ୍ତିତ୍ୱ ପାଇଁ ଲୋକଙ୍କ ନିର୍ଭର କରନ୍ତି। ଏବଂ ଆଜି ତାରିଖରେ ନିର୍ବାଚନର 2 ବର୍ଷ ପରେ ମଧ୍ୟ, ଏ ସରକାର 2 ବର୍ଷ ପରେ ଆଜି ବି ନବୀନ ବାବୁଙ୍କୁ ଲୋକ ଖୋଜୁଛନ୍ତି ଏବଂ ତାଙ୍କର ନେତୃତ୍ୱରେ ଆସ୍ଥା ବିଶ୍ୱାସ ହୋଇ ଆଜି ତାରିଖରେ ମଧ୍ୟ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା। ଆଉ ଜଣ ନାଁ କହନ୍ତୁ, କାହା ନାଁରେ ଏତିକି ଏଇଭଳି ଜନପ୍ରିୟ, କେତେ ଲୋକ ଭୋଟ ତାଙ୍କ ପ୍ରତି ଅଛନ୍ତି? ବିଜେପିର ଅନେକ ନେତା ଚିତ୍ରଣ କରୁଛନ୍ତି ମହିଳାଙ୍କ ଚେହେରା ହେଉଛନ୍ତି ସୁଜାତା। ଆଜ୍ଞା ଶୁଣନ୍ତୁ, ଆପଣ ସେଇ ଜିନିଷଟି ବାରମ୍ବାର କରୁଛନ୍ତି। ମୁଁ ମୋର ସ୍ପଷ୍ଟ କରିଦେଉଛି, ଆମେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରହିଛୁ। ଯାହା କର୍ମ ଅତୀତରେ ବା ଯାହା ବିଭିନ୍ନ ଯୋଜନା ଜନାଭିମୁଖୀ ଯୋଜନା କରିଛନ୍ତି, ନବୀନ ବାବୁ ହିଁ କରିଛନ୍ତି। ମୁଁ ପ୍ରାୟ କହିଲି ଆପଣଙ୍କୁ କିଛି ସମୟ ତଳେ, ଓଡ଼ିଆ ସଂସ୍କୃତିର ନାମକରଣ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କଲେ। ଆଉ ଏବେ ବର୍ତ୍ତମାନ ପାଠ୍ୟପୁସ୍ତକ ଯୋଉ ଭୁଲ ହେଲା, ସେ କହୁଛନ୍ତି ଷଡ଼ଯନ୍ତ୍ର। ଆମେ ଚାଲି ନ ଜାଣି ବାଟର ଦୋଷ କାହିଁ କହିବା? ସେଇ ହିଁ ବ୍ୟକ୍ତି ଯିଏକି ତାଙ୍କରି ସମୟରେ ଓଡ଼ିଆ ଭାଷା ହିଁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା, 6ଠ ଭାରତୀୟ ଭାଷା। ଇଏ କିଛି କମ୍ ଗୌରବର କଥା କି? ଆଉ ଯଦି କିଏ ମାନବ ମୁଖ୍ୟମନ୍ତ୍ରୀ କହୁ ଷଡ଼ଯନ୍ତ୍ର, ତ ଷଡ଼ଯନ୍ତ୍ରକାରୀ ଖୋଜନ୍ତୁ ନା। ଅକ୍ଷମଣୀୟ ଉପରେ କହିଲି, ଭାଷାକୁ ବିକୃତ କରିବା ବା ଯାହା ବି କରିବା, ତଥ୍ୟକୁ ବିକୃତ କରିବା, ତା କ୍ଷମଣୀୟ ନୁହେଁ। ସେ ଖୋଜନ୍ତୁ, ତାଙ୍କ ହାତରେ ପ୍ରଶାସନ, ତାଙ୍କ ହାତରେ ପ୍ରଶାସକ, ତାଙ୍କ ହାତରେ ପୋଲିସ, ତାଙ୍କ ହାତରେ ଦଣ୍ଡ ବିଧାନ କରିବାର ମଧ୍ୟ କ୍ଷମତା ରହିଛି, ଖୋଜନ୍ତୁ। ତେଣୁ ସବୁ ବିଜୁ ଜନତା ଦଳର ସର୍ବମାନ୍ୟ ନେତା, ସବୁ ଜନପ୍ରିୟ ନେତା ହେଉଛି ନବୀନ ପଟ୍ଟନାୟକ। ତାଙ୍କରି ନାଁରେ ଆମେ ଜନସାଧାରଣ ପାଖକୁ ଯାଉଛୁ, ଦଳ ବି ଯାଉଛି, ଯିଏ ବି ଆସିଛନ୍ତି ବି ଅଛନ୍ତି, ସିଏ ବି ଯିବେ। ଭାଇ ନାଳନ୍ଦା ଅଛି ପରା। ନାଳନ୍ଦାରେ 92% सीट फिलअप करके बीपीयूटी सीट फिलिंग रेशियो रे नंबर 1 अछि। ଚାଲେ ନାଳନ୍ଦା କଲେଜ ଯିବା।